ଆଜି ଗୋଟେ ଗପ ପଢିବା। ଗପଟିର ନାଁ କଣ କହିଲ ସମସ୍ତେ? ହାତୀ ପିଠିରେ ଛେଳି। ହାତୀ ପିଠିରେ ଛେଳି ବସିବାର କେବେ ଦେଖିଛ? ଦେଖିନ? କେହି ବି ଦେଖିନ? ତାହେଲେ ଶୁଣିବା। ହାତୀ ପିଠିରେ ଛେଳି କେମିତି ବସେ ଶୁଣିବା। ଶୁଣିବା ତ? ଷ୍ଟାର୍ଟ କରିବା ତାହେଲେ। ଠିକ ଅଛି। ଦିନେ କଣ ହେଲା? ବଣରେ ହାତୀଟିଏ ରହୁଥିଲା। ବୁଝିହେଲା? ବଣରେ ହାତୀଟିଏ ଶୋଇଥିଲା। ଆଉ ଗୁଣ୍ଡୁଚି ମୂଷା ଓ ଠେକୁଆ ସେଠାରେ କଣ କରୁଥିଲେ? ଖେଳୁଥିଲେ। କିଏ କିଏ ଖେଳୁଥିଲେ? ଗୁଣ୍ଡୁଚି ମୂଷା ଆଉ ଠେକୁଆ। ନାଇଁ? ତାପରେ କଣ ହେଲା? ଖେଳୁ ଖେଳୁ ଦୁହେଁ ହାତୀ ପିଠିରେ ଚଢିଗଲେ। ସେଇ ଯୋଉ ଦି ଜଣ ଖେଳୁଥିଲେ ଗୁଣ୍ଡୁଚି ମୂଷା ଆଉ ଠେକୁଆ, ସେମାନେ ଖେଳୁ ଖେଳୁ କାହା ଉପରେ ଚଢିଗଲେ? ହାତୀ ଉପରେ ଚଢିଗଲେ ବା ହାତୀ ପିଠିରେ କଣ କଲେ? ଚଢିଗଲେ ଖେଳୁ ଖେଳୁ। ଏତିକି ବେଳେ ସେଠାକୁ କିଏ ଆସିଲା? ଛେଳିଟିଏ ଆସିଲା। ତାପରେ କଣ ହେଲା? ଛେଳି ବି ହାତୀ ପିଠିରେ ଚଢିଗଲା। ଯୋଉ ଠେକୁଆ ଆଉ ଗୁଣ୍ଡୁଚି ମୂଷା ଚଢିଗଲେ, ତାପରେ କିଏ ଚଢିଗଲା? ଛେଳି ବି ଖେଳୁ ଖେଳୁ ହାତୀ ପିଠିରେ ଚଢିଗଲା। ତାପରେ କଣ ହେଇଥିବ କୁହ? ହଠାତ୍ ହାତୀ ନିଦରୁ ଉଠି ଠିଆ ହେଲା। ଯେତେବେଳେ ହାତୀ ନିଦରୁ ଉଠିଲା, ସେ ତ ଅଟୋମେଟିକ ଛିଡା ହବ ନା, ଛିଡା ହେଇଗଲା। ତିନି ଜଣ ଯାକ ହାତୀ ପିଠିରୁ କଣ ହେଲେ? ବସି ପଡିଲେ। କେଉଁଠିକି? ତଳକୁ। ଗୁଣ୍ଡୁଚି ମୂଷା ଆଉ ଠେକୁଆ ଦୌଡ଼ି ପଳାଇଲେ। ଗୁଣ୍ଡୁଚି ମୂଷା ଆଉ ଠେକୁଆ ତା ଦୌଡ଼ିକି ପଳାଇଲେ। ଛେଳିଟି ସେଠାରେ ଠିଆ ହୋଇ ରହିଲା। ଛେଳି କିନ୍ତୁ କଣ କଲା? ଛେଳି ବିଲକୁଲ ଗଲା ନାହିଁ। କଣ କଲା? ଛିଡା ହେଇ ରହିଲା। ବୁଝିହେଲା? ତାପରେ ହାତୀ ଛେଳିକୁ ନିଜ ପିଠିରେ ବସାଇ ବୁଲାଇଲା। ହାତୀ କାହାକୁ ନେଇ ବୁଲାଇଲା? ଛେଳିକୁ ନେଇ ତାର ପିଠିରେ ବସି ବୁଲାଇଲା। ନାଇଁ? ତାହେଲେ ଏମିତି ଥିଲା ହାତୀ ପିଠିରେ ଛେଳି। କେମିତି ଥିଲା? ଆଉ ତ ଠେକୁଆ ଆଉ ଗୁଣ୍ଡୁଚି ମୂଷା ତ ପଳେଇଲେ। ରହିଲା କିଏ ସବା ଶେଷରେ? ଛେଳି ଥିଲା। ଦେଇକି ତାକୁ କିଏ ବସେଇଲା? ପିଠିରେ ହାତୀ ବସେଇଲା। ତାହେଲେ ବିଷୟଟିର